ତେବେ ମେ ମାସ 22 ତାରିଖ ଶୁକ୍ରବାର ଅର୍ଥାତ୍ ଆଜି ସନ୍ଧ୍ୟା ସୁଦ୍ଧା କାଳବୈଶାଖୀ ବର୍ଷା ପାଇଁ 9ଟି ଜିଲ୍ଲାଗୁଡ଼ିକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ଆଉ 17ଟି ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଆଉ ଅନ୍ୟପକ୍ଷେ ଆଜି ଦିନରେ ପ୍ରବଳ ଗରମ ଗୁଳଗୁଳି ସହିତ ପ୍ରବଳ ଖରା ହେବାକୁ ଥିବାରୁ 20ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଆଉ 4ଟି ଜିଲ୍ଲାଗୁଡ଼ିକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ତେବେ ଆଜି ସନ୍ଧ୍ୟା ସୁଦ୍ଧା କାଳବୈଶାଖୀ ବର୍ଷା ହେବାକୁ ଥିବା 9ଟି ଜିଲ୍ଲାରେ ବର୍ଷା ବିଜୁଳି ଘଡ଼ଘଡ଼ି ସହିତ ଝଟକା ପବନ ବୋହିବ, ଯାହାର ବେଗ ଘଣ୍ଟା ପ୍ରତି 50 କିଲୋମିଟରରୁ 60 କିଲୋମିଟର ପର୍ଯ୍ୟନ୍ତ ରହିବ। ତେଣୁ ଉକ୍ତ ଜିଲ୍ଲାଗୁଡ଼ିକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଆଉ ସେହିପରି ଯେଉଁ 17ଟି ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ, ଉକ୍ତ ଜିଲ୍ଲାଗୁଡ଼ିକରେ ବର୍ଷା ବିଜୁଳି ଘଡ଼ଘଡ଼ି ସହିତ ଝଟକା ପବନ ବୋହିବ, ଯାହାର ବେଗ ଘଣ୍ଟା ପ୍ରତି 40 କିଲୋମିଟରରୁ 50 କିଲୋମିଟର ରହିବ। ତେଣୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ତେବେ ଆଜି ସନ୍ଧ୍ୟା ସୁଦ୍ଧା କେଉଁ ସବୁ ଜିଲ୍ଲାଗୁଡ଼ିକରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଅଛି, ଆଉ ଆଜି କେଉଁ କେଉଁ ସବୁ ଜିଲ୍ଲାଗୁଡ଼ିକରେ ପ୍ରବଳ ଖରା ଗରମ ଗୁଳଗୁଳି ହେବ, ଆଉ କେଉଁ ସବୁ ଜିଲ୍ଲାଗୁଡ଼ିକରେ କେତେ ତାପମାତ୍ରା ରହିବ, ଆଉ କେଉଁ ଜିଲ୍ଲାଗୁଡ଼ିକରେ ଆଜି ପାଗ ଶୁଖିଲା ରହିବ, ସେସବୁର ସମ୍ପୂର୍ଣ୍ଣ ଖବରଟି ଜାଣିବା ପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚିତ ଭାବେ ଦେଖନ୍ତୁ। ଆଉ ଯଦି ତା ପୂର୍ବରୁ ଆମ ଓଜିଏନ୍ ଓଡ଼ିଆ ଚ୍ୟାନେଲଟିକୁ ଏପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନଥିଲେ ଏବେ ହିଁ ସବସ୍କ୍ରାଇବ୍ କରିଦିଅନ୍ତୁ, ଆଉ ପାଖରେ ଥିବା ବେଲ୍ ଆଇକନ୍ଟିକୁ ଦବାଇ ଦିଅନ୍ତୁ। ଆଗକୁ ମଧ୍ୟ ଏହିପରି ପାଣିପାଗ ସମ୍ବନ୍ଧୀୟ ସମସ୍ତ ପ୍ରକାର ଟେକ୍ନିକ୍ ଅପଡେଟ୍ ଖବରଗୁଡ଼ିକ ସର୍ବପ୍ରଥମେ ଜାଣିବା ପାଇଁ। ତେବେ ଆସନ୍ତୁ ପ୍ରଥମେ ଜାଣିବା ଆଜି କେଉଁ ସବୁ ଜିଲ୍ଲାଗୁଡ଼ିକରେ ପ୍ରବଳ ଖରା ଗରମ ଗୁଳଗୁଳି ପାଇଁ ଅରେଞ୍ଜ ୱାର୍ଣ୍ଣିଂ ସହ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲାଗୁଡ଼ିକ ହେଉଛି ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର, ନୟାଗଡ଼। ଏହି 4ଟି ଜିଲ୍ଲାଗୁଡ଼ିକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଆଉ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲାଗୁଡ଼ିକ ହେଉଛି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ଗଞ୍ଜାମ, ଗଜପତି, ଦେବଗଡ଼, ବରଗଡ଼, ସୋନପୁର, ବୌଦ୍ଧ, ମାଲକାନଗିରି। ତେବେ ଆସନ୍ତୁ ବର୍ତ୍ତମାନ ଜାଣିବା କେଉଁ ସବୁ ଜିଲ୍ଲାଗୁଡ଼ିକରେ କାଳବୈଶାଖୀ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଥିବା 9ଟି ଜିଲ୍ଲାଗୁଡ଼ିକ ହେଉଛି କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଅନୁଗୁଳ, କଟକ, ରାୟଗଡ଼ା, କନ୍ଧମାଳ, ଗଞ୍ଜାମ, ଗଜପତି। ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲାଗୁଡ଼ିକ ହେଉଛି ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ଦେବଗଡ଼, ସମ୍ବଲପୁର, ସୋନପୁର, ବୌଦ୍ଧ, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ରାୟଗଡ଼ା। ଆଉ ଆଜି ପାଗ ଶୁଖିଲା ରହିବାକୁ ଥିବା ଜିଲ୍ଲାଗୁଡ଼ିକ ହେଉଛି ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗୀର। ତେବେ ଆସନ୍ତୁ ଜାଣିନେବା ଆସନ୍ତା 24 ଘଣ୍ଟା ପାଇଁ କେଉଁ ସବୁ ଜିଲ୍ଲାଗୁଡ଼ିକରେ ସବୁଠାରୁ ଅଧିକ ତାପମାତ୍ରା ରହିବ, ଆଉ କେଉଁ ଜିଲ୍ଲାଗୁଡ଼ିକରେ କେତେ ତାପମାତ୍ରା ରହିବ। ସେସବୁ ଜିଲ୍ଲାଗୁଡ଼ିକ ମଧ୍ୟରୁ ଝାରସୁଗୁଡ଼ା 46 ଡିଗ୍ରୀ, ସମ୍ବଲପୁର 45 ଡିଗ୍ରୀ, ବରଗଡ଼ 45 ଡିଗ୍ରୀ, ସୋନପୁର 45 ଡିଗ୍ରୀ, ବୌଦ୍ଧ 45 ଡିଗ୍ରୀ, ବଲାଙ୍ଗୀର 45 ଡିଗ୍ରୀ, ନୂଆପଡ଼ା 43 ଡିଗ୍ରୀ, ନବରଙ୍ଗପୁର 42 ଡିଗ୍ରୀ, କଳାହାଣ୍ଡି 44 ଡିଗ୍ରୀ, କନ୍ଧମାଳ 40 ଡିଗ୍ରୀ, ଅନୁଗୁଳ 44 ଡିଗ୍ରୀ, ଢେଙ୍କାନାଳ 41 ଡିଗ୍ରୀ, କେନ୍ଦୁଝର 42 ଡିଗ୍ରୀ, ସୁନ୍ଦରଗଡ଼ 43 ଡିଗ୍ରୀ, ନୟାଗଡ଼ 44 ଡିଗ୍ରୀ, ଯାଜପୁର 40 ଡିଗ୍ରୀ, ଭଦ୍ରକ 40 ଡିଗ୍ରୀ, ମୟୂରଭଞ୍ଜ 42 ଡିଗ୍ରୀ, କେନ୍ଦ୍ରାପଡ଼ା 41 ଡିଗ୍ରୀ, ଖୋର୍ଦ୍ଧା 41 ଡିଗ୍ରୀ। ଏହିସବୁ ଜିଲ୍ଲାଗୁଡ଼ିକରେ ପ୍ରବଳ ଖରା ଗରମ ଗୁଳୁଗୁଳି ହେବାର ସମ୍ଭାବନା ରହିଛି ବୋଲି କହିଛି ପାଣିପାଗ ବିଭାଗ। ତେବେ ଆପଣଙ୍କର ଜିଲ୍ଲାରେ ପାଗ କିପରି ରହିଛି ଆଉ ଆପଣମାନେ କେଉଁ ଜିଲ୍ଲାରୁ ଦେଖୁଛନ୍ତି କମେଣ୍ଟ କରନ୍ତୁ। ଏହା ସହିତ ଆପଣଙ୍କର ସାଙ୍ଗସାଥୀମାନଙ୍କୁ ଭିଡ଼ିଓଟି ସେୟାର କରନ୍ତୁ, ଯାହାଫଳରେ ସେମାନେ ମଧ୍ୟ ଆଜିକାର ପାଣିପାଗର ଅପଡେଟ୍ ସୂଚନା ପାଇପାରିବେ। ରହୁଛି, ଜୟ ଜଗନ୍ନାଥ।